କାଲି 8:10 ସନ୍ଧ୍ୟାବେଳେ ଆମେ ଛୁଆ ପାଠ ପଢି ସାରିଥିଲେ। ମୋର ଏକୁଟିଆ ଘର ତ ମାନେ ଏବେ ଚାଲ ଖାଇବା କହିକି ଖାଇବା ପାଇଁ ଆମେ ଗଲେ। ଖାଇକି ଖାଇତେ ବସିଛେ ଆମ କୁକୁର ଭୁକିଲା। ସେଠୁ ମୋ ପୁଅ ଦୌଡ଼ିକି ଆସିଲା, ଦୁଆର ମୁହଁରେ ହେଇଛି, ମୋ ଶାଶୁ ଉଠି ପଡିଛନ୍ତି। ସେଠୁ ସେମାନେ ଚୁପ୍ କହିକି ଆଉ ଛୁରା ଦେଖେଇକି ବନ୍ଧୁକ ଦେଖେଇକି ଆସିଲେ, ଘର ଭିତରକୁ ପଶି ଆସିଲେ। ମତେ ମାରିଲେ ଆସିକି ସାମ୍ନା ଲୋକ, କିନ୍ତୁ 6-7 ଜଣ ଖଣ୍ଡେ ଅଛନ୍ତି। ଆଉ ସେଠୁ ମାଇଲା ପରେ ହଉଛି ମୁଁ ସେଠୁ ବେଉସ ହେଇନି, ମତେ ପାଣି ଦେଲା ପରେ ମୁଁ ସେଠୁ ମୁହଁ ମାଣ୍ଡିକି ଏମିତି ପଡିଯାଇଛି। ତାପରେ ବାহিରେ ଲାଇଟ୍ ବନ୍ଦ କରିଦେଲେ, ଆଉ ଗୋଟେ ପଟରୁ ଚାବି ପକେଇଦେଲେ, ଗେଟ୍ ଚାବି ପକେଇଦେଲେ, ଆଉ ଗୋଟେ ପଟ ଖୋଲା ରଖିଲେ। ସେମାନେ ବାহিରେ ଦେଖୁଛନ୍ତି 2-3 ଜଣ, ଆଉ ଭିତରେ ଅଛନ୍ତି କେତେ ଜଣ ମୁଁ ଦେଖି ନାହିଁ। ଆଉ ସେମାନେ ସବୁ ଘର ଲାଇଟ୍ ଜଳେଇକି ଖୋଜୁଛନ୍ତି କଣ ଅଛି। ତାପରେ ଖୋଜିଲା ପରେ କିଛି ପାଇଲେନି। ସେଠୁ ଗଡରେଜ ଚାବି ଛୁଆଙ୍କୁ ମାଗିଲେ, ଛୁଆ କହିଲେ ଆମେ ଜାଣିନୁ କେଇଠି ଅଛି। ସେଠୁ ମତେ ଇଏ କଲେ, ମୁଁ କଣ କରିବେ, ମତେ ସେଠୁ ଛୁରୀ ଦେଖେଇଲେ, ଛୁରୀ ଦେଖେଇକି ମତେ ଘୁଷାରି ଘର ଭିତରକୁ ନେଇଗଲା ପରେ ସେଠୁ ମତେ କହିଲେ ଗଡରେଜ, ହଁ ବନ୍ଧୁକ ହାତର ଧରିଛନ୍ତି, ବାଁ ହାତର, ଡାହାଣ ହାତର ଛୁରୀ ମୋ ମୁହଁ ପାଖରେ ଦେଖିଦେଲି। କହିଲେ ଚାବି କାହିଁ ଦିଅ। ମୁଁ ସେଇଠୁ ଛାନିଆର ଚାବି ଦେନି, ମାନେ କଣ କରିବ। ସେଇଠୁ କହିଲେ ଚୁପ୍ କହିକି ଛୁରୀ ଆଣିକି ମୋ ମୁହଁ ପାଖରେ ଲଗେଇଦେଲି। ଆଉ ମୁଁ ସେଇଠୁ ଚାବି ଦେଇଦେଲି। ଦେଲା ପରେ ଆଉ ମତେ ସେଇଠୁ କାଢି ଦେଇକି ସମସ୍ତଙ୍କୁ କହିଲେ ଏକାଠି ବସ, ପାଟି ଯେମିତି ଚୁପ୍ କରିକି ବସ, ଆବାଜ ଯେମିତି ନ ଆସେ। ସେଠୁ ଆମେ ବସିଲେ। ତାପରେ ମୋର ଗଡରେଜରୁ ମୋ ସୁନା ରୂପା ଗହଣା ଯେତିକି, ଆମ ପିନ୍ଧିଥିନି ଯେତିକି, ଆଉ ମୋର ରୂପାର କଏନ ଥିଲା, ଗଣେଶ ଲକ୍ଷ୍ମୀ କଏନ, ଆଉ ବାଲାଜୀ କୃଷ୍ଣଙ୍କ କଏନ ସବୁ ମୋର ନେଇଗଲେ। ଆଜ୍ଞା, ବର୍ତ୍ତମାନ ଆସିଛେ।